କିଡ଼ନୀ ଦେବାକୁ ହେଲେ ଗୋଟେ ମଣିଷ ସେମିତି ଦେଇପାରିବନି। ତାକୁ ନିହାତି ପୁରା ସୁସ୍ଥ ଥିବା ଦରକାର, ଏମିତିକି ତା ଦେହରେ କୌଣସି ରୋଗ ନଥିବ। ଆଉ ତା'ର ମାନେ ପୁରା ନଖ ଠାରୁ ଚୁଟି ଯାଏଁ ସବୁ ଟେଷ୍ଟ ହେବ। ତା'ର କୌଣସି ଗୋଟିଏ ରୋଗ ବାହାରିବ ନା ସେମାନେ କିଡ଼ନୀ ନେବେନି। ଆଉ କିଡ଼ନୀ ଗୋଟେ ଦେବାକୁ ହେଲେ ତୁମକୁ ପୁରା ସୁସ୍ଥ ରହିବା ଥିବା ଦରକାର, ତୁମ କିଡ଼ନୀଟା ସେତିକି ଜୋରେ ଫଙ୍କସନ୍ କରୁଥିବା ଦରକାର, ତାହେଲେ ଯାଇ ଜଣେ କିଡ଼ନୀ ଦେଇପାରିବ। କିଡ଼ନୀ ଲୋକ ଭାବୁଛନ୍ତି କିଡ଼ନୀଟା ଏମିତି ଯିଏ ନାହିଁ ସେ, ତାପରେ ବି ଅଛି ବ୍ଲଡ଼ ଗ୍ରୁପ୍ରେ ଅଛି ପଜିଟିଭ୍। ପ୍ରାଇଭେଟ୍ ତ କରିଦେବେ, ମାନେ ଯଦି ଓ ପଜିଟିଭ୍ଟା ପ୍ରାୟ ସମସ୍ତେ ହିଁ ଦେଇପାରନ୍ତି, କିନ୍ତୁ ଅଲଗା ଗ୍ରୁପ୍ ହେଲେ ଟିକେ ପଜିଟିଭ୍ ନେଗେଟିଭ୍ ହେଲେ ଟିକେ ରିକ୍ସ ଅଛି, କାହିଁକିନା ପଜିଟିଭ୍ ମାଇନସ୍ ପ୍ଲସ୍ ଯାହେଲେ ବି ଗୋଟେ ରିକ୍ସ ଅଛି, କିନ୍ତୁ ପଜିଟିଭ୍ ହେଲେ ବି ନେଇଯିବ। କିନ୍ତୁ ଗଭର୍ଣ୍ଣମେଣ୍ଟ ତ ସେଇଟା କରିବେନି। ଗଭର୍ଣ୍ଣମେଣ୍ଟ ପୁରା ଗ୍ରୁପ୍କୁ ଗ୍ରୁପ୍, ଧର ତୁମର ବି ପଜିଟିଭ୍ ମାନେ ବି ପଜିଟିଭ୍ ଲୋକ ହିଁ ଦେଇପାରିବ, କି ଓ ପଜିଟିଭ୍ ମାନେ ଓ ପଜିଟିଭ୍ ଲୋକ ହିଁ ଦେଇପାରିବ। କିନ୍ତୁ ପ୍ରାଇଭେଟ୍ରେ କରିଦିଅନ୍ତି, ମାନେ ଅଲଗା ଗ୍ରୁପ୍ ହେଲେ ବି ଯଦି ତୁମ କିଡ଼ନୀ ଭଲ ଅଛି ତାହେଲେ ତୁମେ ସୁସ୍ଥ ଅଛ, ତାହେଲେ ସେମାନେ କରିଦେବେ। ପଇସା ଖର୍ଚ୍ଚ ହେବ କିନ୍ତୁ କରିଦେବେ। ଆଉ ପଜିଟିଭ୍ ମାନେ ଗ୍ରୁପ୍ ହେଲେ ତ ବହୁତ ବଢ଼ିଆ, କାହିଁକିନା ଜଣେ ଗ୍ରୁପ୍ ହେଲା ବେଳକୁ ତା ଟିକେ ଆହୁରି ଭଲ କାମ କରିବ। ଆଉ ଯେ ପଜିଟିଭ୍ ଗ୍ରୁପ୍ ହେଲେ ବି ଚଳିବ। ଓ ପଜିଟିଭ୍ ଗୋଟେ ଏମିତି ବ୍ଲଡ଼ ଗ୍ରୁପ୍, ସେଇଟା ସେ ସମସ୍ତଙ୍କୁ ଦେଇପାରିବ, ବ୍ଲଡ଼ ବି ଦେଇପାରିବ। ଯାହା ମାନେ ତା'ର ଗୋଟେ, ମୋର ବି ଓ ପଜିଟିଭ୍ ଥିଲା, ସେଥିପାଇଁ ମୁଁ ଦେଇପାରିଲି। ଆଉ ଓ ପଜିଟିଭ୍ ଲୋକ ମାନେ କାହାଠୁ ନେଇପାରିବନି, କିନ୍ତୁ ସିଏ କେବଳ ଓ ପଜିଟିଭ୍ ଠାରୁ ହିଁ ନେଇପାରିବ, କିନ୍ତୁ ଦେଇପାରିବ ସମସ୍ତଙ୍କୁ। ଆଉ ଗୋଟେ କିଡ଼ନୀ ଦେବାକୁ ହେଲେ ମାନେ ବୟସ ସୀମା କେତେ ରହିବା ଦରକାର ଜାଣିଛନ୍ତି? ଗୋଟେ କିଡ଼ନୀ ନିହାତି 18ରୁ 65 ବର୍ଷ। 18ରୁ 65 ବର୍ଷର ଲୋକ ହିଁ ଗୋଟେ କିଡ଼ନୀ ଦେଇପାରିବ। ତା ତଳକୁ ଦେଇପାରିବେନି କି ତା ଉପରକୁ ଦେଇପାରିବେନି। ଆଉ ଲୋକ କହିବେ ନା ଏତେ ଏଜ୍ ହେଇଗଲାଣି, ଡକ୍ଟର କିନ୍ତୁ କହୁଛନ୍ତି 18ରୁ 65 ବର୍ଷ। ଆଉ କିଡ଼ନୀଟା କ'ଣ ତୁମର ପୁରା ସୁସ୍ଥ ଥିବା ଦରକାର, ମାନେ କିଡ଼ନୀଟା ପୁରା ଭଲ ଥିବା ଦରକାର, ଯେମିତି ତା'ର କିଛି ଖରାପ ହେଇନଥିବ। କିଡ଼ନୀ କୁହନ୍ତି ବୟସ୍କ ଲୋକ ଦେଇଲେ କ'ଣ, ଆରେ ବୟସ୍କ ଲୋକଟି ନାହିଁ, ତାଙ୍କର କିଡ଼ନୀଟା କେମିତି ଅଛି ଦେଖିବାର ଅଛି। ତାଙ୍କ କିଡ଼ନୀଟା ଯଦି ଭଲ ଥିବ ତାହେଲେ ବୟସ୍କ ଲୋକ ହେଲେ ବି କିଛି ନାହିଁ। ସେ ତ ବୟସଟାକୁ ତାଙ୍କର ଆଣୁନାହାନ୍ତି ନା, କିଡ଼ନୀଟାକୁ ଆଣୁଛନ୍ତି। ଏମିତି କ'ଣ ସମସ୍ତେ ଖାଲି କମ୍ ବୟସରେ କିଏ କିଡ଼ନୀ ଦେଉଛି? ଆମର ପରିସ୍ଥିତି ଖରାପ ଥିଲା ବୋଲି ଆମେ ଦେଲୁ, ନହେଲେ କ'ଣ ସମସ୍ତେ କମ୍ ବୟସ? ସମସ୍ତେ ଯାହାହେଲେ ବି ଏଜେଡ଼ ଲୋକ ହିଁ କିଡ଼ନୀ ଦେବେ, କାହିଁକିନା ସେମାନେ ଆଉ ସେତେବେଳକୁ ବେଶୀ କାମଧନ୍ଦା କରିବାକୁ ପଡ଼ୁନଥାଏ, ସେମାନେ ଦେଇଦିଅନ୍ତି। ଆଉ ମୋ କେସ୍ରେ କ'ଣ ହେଲା, ମୁଁ ପୁରା 23, ମାନେ ମୁଁ ବୋଧେ ସବୁଠାରୁ କମ୍ ବୟସରେ ଜଣଙ୍କୁ କିଡ଼ନୀ ଡୋନେଟ୍ କଲି। ସେଠି ତ ମୋତେ ମେଡ଼ିକାଲରେ ପୁରା କାର୍ଟୁନ୍ ଭାବୁଥାନ୍ତି, ମାନେ ମୋତେ ଯିଏ ଦେଖୁଥାନ୍ତି ପୁରା ଘଣ୍ଟେ ଆଶ୍ଚର୍ଯ୍ୟ ହେଇକି ଅନଉଥାନ୍ତି, ଇଏ କେଉଁ ଡୋନର୍। ଆଉ ସେଠି ଡକ୍ଟର ଯିଏ ବିଶ୍ୱଜିତ ନନ୍ଦ ସାର୍ କରୁଥିଲେ, ସେ ଗୋଟେ ଏମିତି ଡକ୍ଟର, ତାଙ୍କୁ ଦେଖିଦେଲେ ତମ ଅଧା ରୋଗ ଭଲ ହେଇଯିବ, ସବୁବେଳେ ହସୁଥିବେ। ଆଉ ଯେତେ ପେସେଣ୍ଟ ଥିବେ ସେ ମୋତେ ଡାକିବେ, କହିବେ ମା ଏଠିକି ଆସିଲୁ, ମାନେ ମୋ ଡୋନର୍ ଆସିଲା, ମାନେ ପୁରା ଗର୍ବର ସହକାରେ ଯେମିତି କହନ୍ତିନି, ସେ ମୋତେ ଡାକୁଥିବେ। ଆଉ ସେ ଆୟୁଷ ସାରା ମୋତେ ସମସ୍ତେ ପୁରା ଯେମିତି ମାନେ ଦୟାର ଦୃଷ୍ଟିରେ ଦେଖନ୍ତିନି ନା, ସେମାନେ ସବୁ ମୋତେ ଦେଖୁଥିଲେ, ମାନେ ଏତେ ଛୋଟ ପିଲାଟେ ତୁମେ କିଡ଼ନୀ ଦେଇଛ। ମୁଁ ଯେଉଁଦିନ ଖୋଲିଲି ବି, ମୋର ଯେଉଁ ଷ୍ଟିଚ୍ ଖୋଲା ହେଲା, ସିଏ ବି ତୁମେ ଏତେ ଛୋଟ ପିଲାଟେ ଦେଇଦେଲ କିଡ଼ନୀଟା, ମାନେ ସବୁଠାରୁ ଏଜ୍ କମ୍, ମାନେ କେହି ବି ଏତେ କମ୍ ଏଜ୍ କିଡ଼ନୀ ଦିଅନ୍ତିନି। ଅତି କମ୍ରେ ନିହାତି 30-40 ବର୍ଷ, 23 ବର୍ଷ ଝିଅ ଯାହାର ଜୀବନ ଆରମ୍ଭ ହୋଇନି, ତା ଜୀବନଟାକୁ ସେ ନିଜ ହାତରେ କେବେ ସାରିଦେବ କି? ଆଉ ମୁଁ ହିଁ ସବୁଠାରୁ କମ୍ ବୟସ ଦେଇଥିଲି। ଆଉ ସମସ୍ତେ ଲୋକଙ୍କର ଭ୍ରାନ୍ତ ଧାରଣା ଦୂର କରିହେବନି। ଲୋକ ତାଙ୍କ ମନକୁ, ମାନେ ଡକ୍ଟର କହୁଛନ୍ତି 18ରୁ 65 ବର୍ଷ ଲୋକ ଦେଇପାରିବ, ଆଉ ଏମାନେ ତାଙ୍କ ମନକୁ ମନ କହିଦେବେ ଏଜେଡ଼ ଲୋକ, ସିଏ କିଡ଼ନୀ ଦେଲେ କାମ କରିବ ନା। ସେଇଟା ଯଦି କାମ ନ କରିବ ତାହେଲେ ଡକ୍ଟର କାହିଁ କହନ୍ତେ ହଁ ଯେ ଏତିକି ବର୍ଷ ଲୋକ ଦେଇପାରିବେ? ମେନ୍ ହେଲା ତାଙ୍କ କିଡ଼ନୀଟା ଭଲ ଥିବା ଦରକାର। ଆଉ କିଡ଼ନୀଟା ଯଦି ଭଲ ନଥିବ, ସିଏ 18 ବର୍ଷର ହେଉ କି 65 ବର୍ଷର ହେଉ, ସେ କେବେ ବି ନେବେନି। କାରଣ ତୁମ ଦେହରେ କିଡ଼ନୀଟା ଜଣକୁ ଲଗେଇବ ମାନେ ସେତିକି ସୁସ୍ଥ ଥିବା ଦରକାର। ତାପରେ ତୁମ ପାଖେ ଦୁଇଟା କିଡ଼ନୀ ଭଲ ଥିବା ଦରକାର, ଏମିତି ନୁହେଁ କି ଗୋଟେ କିଡ଼ନୀ ଭଲ ଥିଲେ, କାରଣ ଜଣକୁ ସେ ମାରିକି କେବେ ଜଣକୁ ଲଗେଇବେନି। 2 ଜଣଙ୍କୁ ତାଙ୍କୁ ବଞ୍ଚେଇବାର ଅଛି। ଆଉ 2ଟା କିଡ଼ନୀ ସୁସ୍ଥ ଥିଲେ ହିଁ ସେ ସେଥିରୁ ଗୋଟେ କାଢ଼ିକି ନେବେ। ତାପରେ ତୁମର କିଛି ରୋଗ ନଥିବ, ତୁମର ଦୁନିଆ ଟେଷ୍ଟ ହେବ, ଇସିଜି ଫିସିଜି, ଇକୋ ପିକୋ, ମାନେ ତୁମ କିଡ଼ନୀଟା କେତେ ଫଙ୍କସନ୍ କରୁଛି ସେଇଟା ଗୋଟେ 7-8 ହଜାର ଟଙ୍କା ଟେଷ୍ଟ, ସେଇଟା ବି କରିବେ। ଆଉ ମାନେ ଏମିତି ନର୍ମାଲ୍ ତୁମେ ଯିବ ହେରି କିଡ଼ନୀ ଗୋଟେ ମୁଁ ଦେଇଦେଇ, ଜମା ହେଇପାରିବନି, କାହିଁକିନା ତା'ର ବହୁତ ନିୟମ ଅଛି। ଆଉ ବିନା ନିୟମରେ ସେମାନେ କେବେ ବି ନେବେନି, କାହା ଜୀବନ ସହିତ ସେମାନେ ଖେଳିବେନି। ଡକ୍ଟରମାନେ ସେ ଜୀବନ ବଞ୍ଚେଇବା ପାଇଁ, କାହା ଜୀବନକୁ ମାରିକି ଆଉ ଜଣକୁ ବଞ୍ଚେଇବେ, ସେଇଟା ନୁହଁ।
ଆଉ ଲୋକ ମନେ ମନେ ଭାବି ଦେଉଛନ୍ତି ଆଉ ସିଏ ତ ଏତେ ଏଜେଡ଼ ଲୋକଟା, ସିଏ କେମିତି ଦେଇଥିଲେ, କ'ଣ କାମ କରିଥାନ୍ତା? କାହିଁ କାମ କରିବ? କିଡ଼ନୀଟା କାମ କରିବ। ସିଏ କ'ଣ ଏଜେଡ଼ ସିନା ସିଏ ହେଇଯାଇଛନ୍ତି, ମାନେ କିଡ଼ନୀଟା ବି ଏଜେଡ଼ ହେଇଯାଉଛି। ଆଉ ଯେଉଁମାନେ ଡେଥ୍ କରିଯାଉଛନ୍ତି ତାଙ୍କ କିଡ଼ନୀ, ହାର୍ଟ ଫାର୍ଟ, ଲିଭର କେମିତି ଡୋନେଟ୍ କରିଦେଉଛନ୍ତି, କାରଣ ଆଉ ଜଣେ ବଞ୍ଚିପାରିବ। ସେଇଟା ଭୁଲ କଥା। କିଡ଼ନୀ କାମ କରିବ, ମେନ୍ ହେଲା ତମକୁ ଜଗିବାରେ ଅଛି। ଆଉ ତାପରେ ତମେ ଯଦି 18 ବର୍ଷ ଝିଅଟାକୁ ବି ନେଇଥାଅ କି ପୁଅଟାକୁ ନେଇଥାଅ, ଗୋଟେ କମ୍ ବୟସର କିଡ଼ନୀଟା, ତମେ କ'ଣ କରିବ? ପୁଣି ସେଇ ବାହାର ଖାଇବା ଖାଇବ, ପୁଣି ସେଇ ମାନେ ଯେମିତି ଜୀବନ ବିତାଉଥିଲ ସେମିତି ପୁରୁଣା ଜୀବନ ବିତେଇବ। ଯଦି ସେ 10 ବର୍ଷର ଛୁଆ କିଡ଼ନୀ ହେଲେ ବି ତମର କାମ ଦେବନି। କିନ୍ତୁ ଯଦି ତୁମେ 60 ବର୍ଷ ଲୋକଠୁ ବି ନେଇଥିବ କିଡ଼ନୀଟା, ଯେ ତୁମେ ନିଜେ ସତର୍କ ହେଇକି ରହିବ, ମେଡ଼ିସିନ ତାଙ୍କ ଟାଇମ୍ ବାଇ ଟାଇମ୍ ଖାଇବ, ତାପରେ ଖାଇବା ବାହାର ଖାଇବା ଖାଇବନି, ତ ଡକ୍ଟର ଯେମିତି ପୁରା ଦେଇଛନ୍ତି ତାଙ୍କର ଖାଇବାର ପୁରାପୁରି ତୁମେ ସେଇ ଅନୁସାରେ ଖାଇବ, ତାହେଲେ ତୁମର କିଛି ହେବନି, ସେ ଯେତେ ବୟସ୍କ ଲୋକଟା ହେଇଥାଉ। ଆଉ ତୁମେ ଯଦି ନିଜ ଅବହେଳାରୁ ହିଁ କିଡ଼ନୀ ଖରାପ ହୁଏ। କିଡ଼ନୀ ଅପରେସନ୍ ପରେ ଯେଉଁ କହନ୍ତି ଗ୍ୟାରେଣ୍ଟି ନାହିଁ, ଗ୍ୟାରେଣ୍ଟି କେମିତି ଦେବେ? ଡକ୍ଟରମାନେ କେମିତି ଗ୍ୟାରେଣ୍ଟି ଦେବେ? ତୁମକୁ ସେ କହିଥିବେ ତୁମକୁ ଗୋଟେ କଥା, ତୁମେ କରିବ ଆଉ ଗୋଟେ କଥା। ତୁମକୁ ସେ କହିଥିବେ ଏଇ ଜିନିଷ ଖାଇବନି, ବାହାରେ ଖାଇବନି, ବାହାର ଜିନିଷ ମଦ ଫଦ ଯେଉଁ ଡ୍ରିଙ୍କ କରୁନ ସେଟା କରିବନି, ସବୁଥିପାଇଁ ମନା କରିଦେବେ, ନିଶା ଦ୍ରବ୍ୟ କରିବନି। ତୁମେ କ'ଣ କରିବ? ଭାବିଲ ମୋର କିଡ଼ନୀ ଅପରେସନ୍ ହେଇଗଲା ମାନେ ମୁଁ ଭଲ ହେଇଗଲି। ସେଇଟା ଭୁଲ କଥା। ତୁମେ ଯଦି ଯାହାଠୁ ବି କିଡ଼ନୀ, ବୟସ୍କ ହଉ କମ୍ ବୟସ ହଉ, କିନ୍ତୁ ନିଜକୁ ସତର୍କ ହେଇକି ରହିବାକୁ ପଡ଼ିବ। ଆଉ ମୋ ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ୟୁଟ୍ୟୁବରେ ଆଉ ଫଲୋ କରିବେ, ଦେଖିକି ଫେସବୁକରେ ଦେଖୁଥିବେ ଫଲୋ କରିବେ, ଆଉ ସେୟାର କରିବେ, କାହିଁକିନା ସେୟାର କଲେ ବହୁତ ଲୋକ ଜାଣିପାରୁନାହାନ୍ତି କେତେ ବୟସ, ମାନେ ଯାହା ବି ମୁଁ ଭିଡ଼ିଓ ପକାଉଛି ନା, ବହୁତ ଲୋକଙ୍କର ମାନେ ଅଛନ୍ତି ଯାହାର ମାନେ ଯାହା ଘରେ ଏଇ ପ୍ରୋବ୍ଲେମ୍ ଅଛି ନା, ସେ ବହୁତ ମାନେ ପାଗଳ। ମୁଁ ବି ହେଉଥିଲି ଦିନେ, ମୁଁ ବି ଆଠୁ ତାଠୁ ପଚାରି ପଚାରି, କିନ୍ତୁ ଆପଣ ଯେତେ ପାରୁଛନ୍ତି ସେୟାର କରନ୍ତୁ, ଲୋକଙ୍କ ପାଖରେ ପହଞ୍ଚିଲେ ଲୋକ ଆପଣ ଗୋଟେ ସେୟାର ବି କାହାକୁ ଗୋଟେ ବାଟ ଦେଖେଇ ଦେବ। ରହିଲି, ଭିଡ଼ିଓଟି ଭଲ ଲାଗିଥିବ ଯଦି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ, ଫେସବୁକରେ ଫଲୋ କରୁଥିବେ। ରହିଲି, ଜୟ ଜଗନ୍ନାଥ।